ଗ୍ରୀଷ୍ମ ପରେ ହିଁ ବର୍ଷା ଆସେ। ଯେପରି ପୃଥିବୀ ଧୈର୍ଯ୍ୟର ସହ ବର୍ଷାକୁ ଅପେକ୍ଷା କରିଥାଏ, ଆମକୁ ମଧ୍ୟ କଠିନ ସମୟରେ ଧୈର୍ଯ୍ୟ ରଖିବା ଉଚିତ। ଯାହା ହେବାର ଥିଲା ତାହା ହେଇସାରିଛି। ସେ ବିଷୟରେ ଅଧିକ ଚିନ୍ତା କରି ଏବେ କିଛି ଲାଭ ନାହିଁ। ବରଂ ବର୍ତ୍ତମାନ ସମୟରେ ଆଗକୁ କିଭଳି ବଢ଼ିବାକୁ ହେବ ସେଥିପାଇଁ ଯୋଜନା କରିବା ଶେଷ କର। ସମୟ ସବୁବେଳେ ସମାନ ରହେ ନାହିଁ, କିନ୍ତୁ ଯେ ଧୈର୍ଯ୍ୟର ସହ ଖରାପ ସମୟକୁ ବି ଅତିକ୍ରମ କରିଯାଏ ସେ ହିଁ ଜୀବନର ପ୍ରକୃତ ବିଜେତା ସାଜିଥାଏ। ଚେହେରାର ସୁନ୍ଦରତା କିଛି ଦିନ ପାଇଁ ଥାଏ, କିନ୍ତୁ ମଣିଷର ବ୍ୟବହାର ଏବଂ ସୁନ୍ଦର ଚରିତ୍ର ତାକୁ ମଲା ପରି ମଧ୍ୟ ଅମର କରି ରଖିଥାଏ। ତେଣୁ ସବୁବେଳେ ଭଲ କାମ କରିବା ପାଇଁ ଚେଷ୍ଟା କରିବା ଉଚିତ। ପରିସ୍ଥିତି ଯେତେ କଷ୍ଟକର ହେଲେ ମଧ୍ୟ ହାର ମାନନ୍ତୁ ନାହିଁ। ମନେ ରଖନ୍ତୁ, ଅନ୍ଧାର ଯେତେ ଗଭୀର ହୁଏ ସୂର୍ଯ୍ୟ ଉଦୟ ସେତେ ପାଖାଇ ଆସେ। ସବୁବେଳେ ନିଜ ଭିତରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ।